ଜୟ ଜଗନ୍ନାଥ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନଙ୍କର ଦିନଟି ଶୁଭମୟ ହେଉ। ଆଜିର ଦିନଟି ମୁଁ ମୋର ପୁଅ ପାଖରୁ ଷ୍ଟାର୍ଟ କରୁଛି। ସିଏ ଆଜି ମୋତେ କାମରେ ସାହାଯ୍ୟ କରୁଛି, ଯେହେତୁ ମୋ ଦେହ ଭଲ ନାହିଁ। ଏଠି ଚିଙ୍ଗୁଡ଼ି ମାଛ ସହିତ ସେ କେମିତି ଖେଳୁଛି ଦେଖନ୍ତୁ। କହିଲା ମାମା ଚିଙ୍ଗୁଡ଼ି ମାଛଟା ଆଖି ମୋ ଆଖି ସମାନ ନୁହଁ। ଛୋଟ ପିଲା ସେ ଏମିତି ଚିଙ୍ଗୁଡ଼ି ସହିତ ତାର ଖେଳୁଛି କେମିତି ଦେଖନ୍ତୁ। ତାପରେ ମୋତେ ଟିକେ ମାଛ ବାଛିବାରେ ବି ହେଲ୍ପ କରୁଥିଲା। ମୁଁ ବି ତା ସହିତ କଥା ହେଇ ଏନ୍ଜୟ କରି ଆମେ କାମ କରିଥିଲୁ, ଯେହେତୁ ଆଜି ସେ ଘରେ ଅଛି। ତାପରେ ମୁଁ ମୋ ରୋଷେଇ କାମ ଷ୍ଟାର୍ଟ କରିଦେଲି। ମାଛ ଭଜା ତା ସହିତ ଭାତ ରନ୍ଧା ଚାଲିଛି। ଆମ ତ କାମ ଯାହା ବି ହେଲେ କରିବା ପାଇଁ ପଡ଼ିବ, ଦେହ ଭଲ ଥାଉ କି ନଥାଉ ତ କାମ କରିବା ପାଇଁ ପଡ଼ିବ, ଯେହେତୁ ଘରେ ମୁଁ ଏକା। ତ ଚାଲିଛି କାମ ଏମିତି। ସେପଟରେ ମାଛ ଭଜା ହଉଛି ତ ଏପଟରେ ଭାତ ବି ରାନ୍ଧୁଛି। ତା ଭିତରେ ଏତେ ସାରା ମାନେ ଗରମ ଯେ ହଉଛି ଆଜି, ମାନେ ବର୍ଷା ବର୍ଷା ହେଇକି ବି ଏଠି ବହୁତ ଗରମ ପୁରା। ଛାଡ଼ନ୍ତୁ, ଚାଲିଛି ଏଠି ମାଛ ଭଜା ଆଳୁ ସନ୍ତୁଳା ସବୁ ସରିଲାଣି। ତାପରେ ମୁଁ ଏଠି ଟିକେ ଗ୍ଲୁକୋଜ ପାଣି କରି ପିଇଲି, ଯେହେତୁ ମୋତେ ଏତେ ଜୋର ଦେହ ୱିକ୍ ଲାଗୁଛି, ପୁଣି ଗରମ ଝାଳ, ଦେହ ଭଲ ବି ନାହିଁ। ତ ସେ ତା ଭିତରେ ବି ଟିକେ ୱିକ୍ ଲାଗୁଥିବାରୁ ମୁଁ ପୁଣି ଗ୍ଲୁକୋଜ ପାଣି କରିକି ପିଇଲି। ତାପରେ ଏନ୍ଜୟ କରି କରି ବି ଗୀତ ବାଜୁଛି, ରୋଷେଇ ଚାଲିଛି, ପୁଅ ବି ଅଛି ଘରେ, ମସଲା କଷା ଚାଲିଛି। ଦେଖନ୍ତୁ ସାଙ୍ଗମାନେ, ତା ଭିତରେ ମୋ ରୋଷେଇ ବି ସରିଗଲାଣି। ମୋ ଚିଙ୍ଗୁଡ଼ି ତରକାରୀ କେମିତି ଲୁକ୍ ହେଇଛି ମୋତେ ଟିକେ କମେଣ୍ଟରେ ଜଣେଇବେ। ରହିଲି ସାଙ୍ଗମାନେ, ବାଏ ବାଏ।